ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ପ୍ରକୃତିରେ ଆମେ କିପରି ଜାଣିପାରିବା ଜୀବନ ରେଖାରୁ ଆପଣଙ୍କ ବୟସ କେତେ ହେବ ଏବଂ କେତେ ଦିନ ଆପଣଙ୍କ ଜୀବନକୁ ବିତାଇବେ କରିବେ ଏବଂ ତା ସହିତ ସ୍ୱାସ୍ଥ୍ୟ ସମସ୍ୟା ବା କୌଣସି ଇନ୍ଦ୍ରିୟ ହୋଇପାରିବ। ଯଦି ଆପଣ ମହିଳା ଅଟନ୍ତି ବାମ ହାତ ଦେଖନ୍ତୁ ଏବଂ ଯଦି ପୁରୁଷ ତେବେ ଡାହାଣ ହାତ ଦେଖନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ରେଖା ବିଷୟରେ। ପ୍ରଥମେ ଆସେ ହୃଦୟ ରେଖା, ତାପରେ ଆସେ ମନର ରେଖା। ମନର ରେଖା ଶେଷରୁ ଆରମ୍ଭ ହୁଏ ଜୀବନ ରେଖା, ଯାହାଦ୍ୱାରା ଆପଣ ଜାଣିବେ ଆପଣଙ୍କ ଜୀବନ କେତେ ଲମ୍ବା ହେବାର ଅଛି ଏବଂ କେତେ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଜୀବନକୁ ବ୍ୟତୀତ କରିବେ। ତେବେ ଆଙ୍ଗୁଠି ପାଖରେ ଏହି ରେଖା ହେଉଛି ଶୁକ୍ର ପର୍ବତ। ଏହାକୁ ଯେତେ ଫାଙ୍କା ମିଳିବ, ଯେତିକି ପରିମାଣରେ ବୁଲିଯିବ, ସେତିକି ଆପଣଙ୍କ ଜୀବନ ଲମ୍ବା ହେବ। ଯଦି କୌଣସି ରେଖା ଏହା ମଝିରେ ହୋଇନଥାଏ, ତେବେ ଆପଣଙ୍କ ଜୀବନ ସୀମା 80 ବର୍ଷରୁ ଅଧିକ ରହିବ। ତେବେ ଜରୁରୀ ନୁହେଁ ଯେ ଆପଣଙ୍କ ହାତରେ ଏହିପରି ରେଖା ହେବ। ଅନେକ ଲୋକଙ୍କ ହାତରେ ଛୋଟ ରେଖା ହୋଇଥାଏ, ମାନେ ଏହି ରେଖା ଅଧିକ ବୁଲି ଯାଇଥିବାରୁ ଏହା ଛୋଟ ହୋଇଯାଇଥାଏ। କହିପାରିବା ଏମାନଙ୍କ ବୟସ କମ୍ ରୁହେ, କିନ୍ତୁ ଏମାନେ ଭଲ ହୃଦୟ ପାଇଁ ପ୍ରତ୍ୟେକ ମୁହୂର୍ତ୍ତକୁ ବର୍ଷ ପରି ବଞ୍ଚନ୍ତି। ଆଉ ଗୋଟିଏ ପ୍ରଶ୍ନ ଉଠେ, ଆମ ଜୀବନରେ ସ୍ୱାସ୍ଥ୍ୟ ସମସ୍ୟା ଅନ୍ୟ ସମସ୍ୟା ହେବାର ସମ୍ଭାବନା ରହିଛି କି? ଆମେ କହିଥିଲୁ ଯେ ଜୀବନ ରେଖା ମଧ୍ୟରେ କିଛି ଏହିଭଳି ରେଖା ହୋଇଥାଏ। ଯଦି ଏ ଥାଏ ଏପରି, ତେବେ ଆପଣଙ୍କର 30 ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଯଦି ଏବଂ ଏହିପରି ଲେଖା ଥାଏ ବଙ୍କା ବଙ୍କା, ତେବେ ଆପଣଙ୍କୁ 60ରୁ 70 ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ବେଳେବେଳେ ଏମିତି ହୁଏ ଯେତେବେଳେ ଏହି ରେଖା ଆରମ୍ଭ ହୁଏ, ତେବେ ଏହା ପୁରା ହୋଇପାରେ ନାହିଁ ଏବଂ ତା ପାଖରୁ ଆଉ ଏକ ରେଖା ବାହାରି ଆଗକୁ ଚାଲି ଯାଇଥାଏ। ଯଦି ଆପଣଙ୍କର ଏହିଭଳି ଅଧା ରେଖା ହୋଇଥାଏ, ତେବେ ଏହା କଠିନ ସମସ୍ୟା ହୋଇପାରେ। ଏହା ସ୍ୱାସ୍ଥ୍ୟ କିମ୍ବା ଦୁର୍ଘଟଣା ସମସ୍ୟା ହୋଇପାରେ। ଯଦି ଆପଣ ସାବଧାନତା ଅବଲମ୍ବନ କରନ୍ତି, ତେବେ ଏଥିରୁ ରକ୍ଷା ପାଇପାରିବେ ମଧ୍ୟ। ଏବେ ଆପଣଙ୍କୁ କହିବୁ କିଛି ଭଲ ରେଖା, ଭଲ ସଂକେତ, ଯାହା ଆସନ୍ତା ସମୟରେ ଆପଣଙ୍କୁ ଭଲ ଫଳ ଦେବ। ଜୀବନ ରେଖା ଶେଷରୁ ଆରମ୍ଭ ହୋଇ ମନ ରେଖା ଶେଷରେ ମିଶିଯାଏ ଏବଂ ଆଉ ଗୋଟିଏ ରେଖା ଯାହା ଜୀବନ ରେଖାରୁ ଶେଷରୁ ଆରମ୍ଭ ହୋଇ ଶନି ପର୍ବତ ଉପରକୁ ଯାଏ, ତାହା ଆପଣଙ୍କର ବଡ଼ ଧନ ଲାଭକୁ ଦର୍ଶାଏ। ଏହାପରେ ଆଉ ଏକ ରେଖା ଯଦି ଜୀବନ ରେଖା ଶେଷ ମାଛ ଆକାର ସଦୃଶ ପରି ରେଖା ବନେ, ତାହା ବଡ଼ ଧନବାନ ହେବାର ଆଶଙ୍କା ଥାଏ। ବେଳେବେଳେ ଏମିତି ହୁଏ ଜୀବନ ରେଖା ବିଭକ୍ତ ହୋଇଯାଏ, ଗୋଟିଏ ଭିତରକୁ ଏବଂ ଆଉ ଗୋଟିଏ ବାହାରକୁ। ତେବେ ଆପଣ ବିଦେଶ ଯିବାର ସମ୍ଭାବନା ଅଛି। ଆପଣଙ୍କର ବିଦେଶ ଗସ୍ତରେ ଭଲ ଚାକିରି କିମ୍ବା ବ୍ୟବସାୟ କରି ବସବାସ କରିପାରନ୍ତି।